ମାର୍କ ଅଧ୍ୟାୟ 9। ଯୀଶୁଙ୍କ ରୂପାନ୍ତରଣ। ପୁନଶ୍ଚ ଯୀଶୁ ଆପଣ ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ୱରଙ୍କ ରାଜ୍ୟକୁ ପରାକ୍ରମରେ ଉପସ୍ଥିତ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦ ପାଇବେ ନାହିଁ। 6 ଦିନ ପରେ ଯୀଶୁ କେବଳ ପିତର, ଯାକୁବ ଓ ଜୋହନଙ୍କୁ ସାଙ୍ଗରେ ନେଇ ଅନ୍ତର ହୋଇ ସେମାନଙ୍କୁ ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ। ଆଉ ସେ ସେମାନଙ୍କ ସାକ୍ଷାତରେ ରୂପାନ୍ତରିତ ହେଲେ। ତାହାଙ୍କ ବସ୍ତ୍ର ଏପରି ଉଜ୍ଜ୍ୱଳ ଓ ଅତିଶୟ ଶୁଭ୍ର ବର୍ଣ୍ଣ ହେଲା ଯେ ପୃଥିବୀର କୌଣସି ରଜକ ସେପରି ଶୁଭ୍ର ବର୍ଣ୍ଣ କରିପାରେ ନାହିଁ। ପୁଣି ମୋଶା ଏବଂ ଏଲିୟ ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିବାର ସେମାନେ ଦେଖିଲେ। ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ ଏହା ଉତ୍ତମ। ଆମ୍ଭେମାନେ 3ଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲିୟଙ୍କ ପାଇଁ ଗୋଟିଏ। କାରଣ ସେ କି ଉତ୍ତର ଦେବେ ବୋଲି ଜାଣିନଥିଲେ, ଯେଣୁ ସେମାନେ ଅତ୍ୟନ୍ତ ଭୀତ ହୋଇଥିଲେ। ପୁଣି ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କ ବାକ୍ୟ ଶ୍ରବଣ କର। ପୁଣି ହଠାତ୍ ସେମାନେ ଚାରିଆଡ଼େ ଚାହିଁ ସେମାନଙ୍କ ସାଙ୍ଗରେ କେବଳ ଯୀଶୁଙ୍କ ବିନା ଆଉ କାହାରିକୁ ଦେଖିଲେ ନାହିଁ। ସେମାନେ ପର୍ବତରୁ ଓହ୍ଲାଇବା ସମୟରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାହା ଯାହା ଦେଖିଅଛ ସେହି ସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟ ପୁତ୍ରଙ୍କ ପୁନରୁତ୍ଥାନ ନ ହେବା ପର୍ଯ୍ୟନ୍ତ କାହାରିକୁ କୁହ ନାହିଁ। ସେଥିରେ ସେମାନେ ସେହି କଥା ଧରି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଯେ କଣ ସେ ବିଷୟରେ ଆପଣା ଆପଣା ମଧ୍ୟରେ ବାଦାନୁବାଦ କରିବାକୁ ଲାଗିଲେ। ଆଉ ସେମାନେ ତାହାଙ୍କୁ ପଚାରିଲେ, ପ୍ରଥମରେ ଅବଶ୍ୟ ଏଲିୟଙ୍କର ଆଗମନ ହେବ, ଶାସ୍ତ୍ରୀମାନେ ଏହି କଥା କିପରି କହନ୍ତି? ସେଥିରେ ସେ ସେମାନଙ୍କୁ କହିଲେ, ଏଲିୟ ପ୍ରଥମେ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିବା କଥା ସତ, ମାତ୍ର ମନୁଷ୍ୟ ପୁତ୍ର ବହୁ ଦୁଃଖ ଭୋଗ କରି ତୁଚ୍ଛୀକୃତ ହେବେ, ଏହା କିପରି ତାହାଙ୍କ ବିଷୟରେ ଲେଖା ଅଛି। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଏଲିୟ ଆସି ସାରିଲେଣି, ଆଉ ତାହାଙ୍କ ବିଷୟରେ ଯେପରି ଲେଖା ଅଛି ତଦନୁସାରେ ମଧ୍ୟ ସେମାନେ ତାହାଙ୍କ ପ୍ରତି ଯାହା ଇଚ୍ଛା ତାହା କରିଅଛନ୍ତି। ଭୂତଗ୍ରସ୍ତ ବାଳକର ସୁସ୍ଥତା ପରେ ସେମାନେ ଶିଷ୍ୟମାନଙ୍କ ନିକଟକୁ ଆସି ଦେଖିଲେ, ସେମାନଙ୍କ ଚତୁର୍ଦିଗରେ ବହୁ ସଂଖ୍ୟକ ଲୋକ ଆଉ ଶାସ୍ତ୍ରୀମାନେ ସେମାନଙ୍କ ସହିତ ବାଦାନୁବାଦ କରୁଅଛନ୍ତି। ଲୋକ ସମୂହ ଯୀଶୁଙ୍କୁ ଦେଖିବା ମାତ୍ରେ ଅତିଶୟ ବିସ୍ମୟାନ୍ୱିତ ହେଲେ ଓ ଦୌଡ଼ି ଆସି ତାହାଙ୍କୁ ନମସ୍କାର କରିବାକୁ ଲାଗିଲେ। ସେଥିରେ ସେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ ସେମାନଙ୍କ ସହିତ କଣ ବାଦାନୁବାଦ କରୁଅଛ? ଲୋକ ସମୂହ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲା, ହେ ଗୁରୁ, ମୁଁ ମୋହର ପୁଅକୁ ଆପଣଙ୍କ ନିକଟକୁ ଆଣିଥିଲି। ତାହାକୁ ଗୋଟିଏ ଘୁଙ୍ଗା ଭୂତ ଲାଗିଛି। ଯେ କୌଣସି ସ୍ଥାନରେ ସେ ତାହାକୁ ଧରେ ତାହାକୁ ତଳେ ପକାଇ ଦିଏ, ତାହାର ମୁହଁରୁ ଫେଣ ବାହାରେ ଓ ସେ ଦାନ୍ତ ରଗଡ଼େ, ଆଉ ସେ ଶୁଖି ଯାଉଅଛି। ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ କହିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି? କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି? ତାହାକୁ ମୋ ପାଖକୁ ଆଣ। ସେଥିରେ ସେମାନେ ତାହାଙ୍କୁ ତାହାଙ୍କ ଛାମୁକୁ ଆଣିଲେ। ପୁଣି ଯୀଶୁଙ୍କୁ ଦେଖିବା ମାତ୍ରେ ସେହି ଭୂତ ତାହାକୁ ଭୟଙ୍କର ଭାବେ ମୋଡ଼ି ପକାଇଲା ଓ ସେ ଭୂମିରେ ପଡ଼ି ମୁହଁରୁ ଫେଣ ବାହାର କରି ଗଡ଼ିବାକୁ ଲାଗିଲା। ସେତେବେଳେ ଯୀଶୁ ତାହାର ପିତାକୁ ପଚାରିଲେ, କେତେ ଦିନ ହେଲା ଏହାକୁ ଏପରି ହୋଇଅଛି? ସେ କହିଲା, ପିଲା କାଳରୁ। ସେ ତାହାକୁ ମାରି ପକାଇବା ପାଇଁ ଥରକୁ ଥର ନିଆଁ ଓ ପାଣିରେ ପକାଇଅଛି। କିନ୍ତୁ ଆପଣ ଯଦି କିଛି କରିପାରନ୍ତି, ତାହେଲେ ଆମ୍ଭମାନଙ୍କ ପ୍ରତି ଦୟାକରି ଆମ୍ଭମାନଙ୍କର ଉପକାର କରନ୍ତୁ। ସେଥିରେ ଯୀଶୁ ତାହାକୁ କହିଲେ, କଣ କହିଲ? ଯଦି କରିପାରନ୍ତି? ଯିଏ ବିଶ୍ୱାସ କରେ ତା ପକ୍ଷରେ ସମସ୍ତ ସମ୍ଭବ। ସେହି କ୍ଷଣି ପିଲାଟିର ପିତା ଉଚ୍ଚସ୍ୱରରେ କହିଲା, ମୁଁ ବିଶ୍ୱାସ କରୁଅଛି, ମୋହର ଅବିଶ୍ୱାସର ପ୍ରତିକାର କରନ୍ତୁ। ପରେ ଲୋକ ସମୂହ ଏକତ୍ର ଦୌଡ଼ି ଆସୁଅଛନ୍ତି ଦେଖି ଯୀଶୁ ସେହି ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, ରେ ମୂକ ଓ ବଧିର ଆତ୍ମା, ମୁଁ ତୋତେ ଆଜ୍ଞା ଦେଉଅଛି, ଏହାଠାରୁ ବାହାରି ଯା, ପୁଣି ଆଉ କେବେ ହେଁ ଏହାଠାରେ ପଶିବୁ ନାହିଁ। ସେଥିରେ ସେ ଚିତ୍କାର କରି ତାହାକୁ ଅତ୍ୟନ୍ତ ମୋଡ଼ି ପକାଇ ବାହାରିଗଲା, ଆଉ ପିଲାଟି ମଲା ପରି ହୋଇଗଲା। ଏପରିକି ଅଧିକାଂଶ କହିଲେ ସେ ମରିଗଲା। କିନ୍ତୁ ଯୀଶୁ ତାହାର ହାତ ଧରି ତାହାକୁ ଉଠାଇଲେ, ଆଉ ସେ ଠିଆ ହେଲା।
पुणी से गृह को आसते ताहांको शिष्य माने ताहांको गोपन पचारिबाकु लागिले, आंभे माने काहेकि ताहाको छड़ाई पारिलु नाही। से सेमानकु कहिले, प्रार्थना बिना आउ काहिरे ए प्रकार भूत छड़ा जाई पारे नाही। निज मृत्यु विषय जीशुंको पुनः सूचना सेमाने सेही स्थानरु प्रस्थान करी गालिलीर मध्य दे यात्रा कले। आउ केही ताहा जानंतु बोली ताहांकर इच्छा नथिला, कारण जीशु आपना शिष्य मानंकु एही कथा कही शिक्षा देउथिले। मनुष्य पुत्र मनुष्य मानक हस्तर समर्पित हेउछंती, पुणी सेमाने ताहांकु बध करिबे, आउ से हत हेला उतारे 3 दिन पर पुनरुत्थान करिबे। किंतु सेमाने सेही कथा बुझिले नाही एवं ताहांकु पचारिबाकु भय करुथिले। सबुठारु श्रेष्ठ समस्तंकर सेवक परे सेमाने कफरनाहुम को आसिले। जीशु घरे पहुंची शिष्य मानंकु पचारिले, तुम्हे माने बाटरे कौन तर्क वितर्क करुथिलो? सेमाने निरुत्तर होई रहिले, कारण किए श्रेष्ठ ए विषय घेनी सेमाने बाटरे परस्पर बादानुबाद करिथिले। सेथिरे जीशु उपवेशन करी 12 शिष्य मानंकु आह्वान कले ओ सेमानंकु कहिले, जदि केही प्रधान हेबाकु इच्छा करे ताहाले से समस्तंक ठारु सान ओ समस्तंकर सेवक हेउ। पुणी से गोटे सान पिला को घेनी सेमानंको मध्यरे ठिया कराइले ओ ताहाकु आलिंघन करी सेमानंकु कहिले, जे केही मो नामरे एपरि सान पिला मानंक मध्यरु जणकु ग्रहण करे से मते ग्रहण करे, आउ जे केही मते ग्रहण करे से केवल मते ग्रहण करे नाही, मात्र मोहर प्रेरणकर्तांकु ग्रहण करे। जे विपक्ष नुहे से सपक्ष। जोहन ताहांकु कहिले, हे गुरु, आंभ मानंक दलरे नथिबा जणकु आपणक नामरे भूत छड़ाइबार देखिलु, आउ से आंभ मानंक दलरे नथिबारु ताहाकु मना कलु। किंतु जीशु कहिले, ताहाकु मना करो नाही, कारण मो नामरे महतर कार्य करे हठात मोहर निंदा करि पारिबो एपरि लोक केही नाही। कारण जे आंभ मानंक विपक्ष नुहे से आंभ मानकर सपक्ष। मु तुम्भ मानक सत्य कहूअछि, तुम्भे माने ख्रीष्टंक लोक बोली जे केही तुम्भ मानंकु गिनाए पानी पीबाकु देबो से कोनोसी प्रकारे अपना पुरस्कार हराइबो नाही। विश्वासरे विघ्नकारीर दंड। आउ जे केही विश्वास करुथिबा एई क्षुद्र मानंक मध्यरु जनकर विघ्नर कारण हुए, ताहा बेकरे गोटे बड़ चौकी पत्थर टंगा जाई ताहाकु समुद्र रे निक्षेप करा जाइथिले ताहा पक्षरे भलो होई थांता। पुणी तुम्भर हस्त जदि तुम्भर विघ्नर कारण हुए, तेबे ताहा काटी पकाओ। 2 हस्त घेनी नरक अर्थात अनिर्वाण अग्नि मध्यकु जीवा अपेक्षा बरं पंगु होई जीवन रे प्रवेश करिबा तुम्भ पक्षरे भलो। कारण नरकरे सेमानंकर कीट क्षय पाए नाही, आउ अग्नि निर्वापित हुए नाही। आउ तुम्भर पाद जदि तुम्भर विघ्नर कारण हुए, तेबे ताहा काटी पकाओ। 2 पाद घेनी नरकरे पड़िबा अपेक्षा बरं खंज होई जीवन रे प्रवेश करिबा तुम्भ पक्षरे भलो। कारण नरकरे सेमानंकर कीट क्षय पाए नाही, आउ अग्नि निर्वापित हुए नाही। पुणी तुम्भर चक्षु जदि तुम्भर विघ्नर कारण हुए, तेबे ताहा उपाड़ी पकाओ। 2 चक्षु घेनी नरकरे पड़िबा अपेक्षा बरं 1 चक्षु घेनी ईश्वरंक राज्य रे प्रवेश करिबा तुम्भ पक्षरे भलो। कारण नरकरे सेमानंकर कीट क्षय पाए नाही, आउ अग्नि निर्वापित हुए नाही। जेणु प्रत्येक जन अग्नि रे लवणाक्त हेबो। लवण उत्तम, किंतु लवण जदि लवणत्वहीन हुए, ताहाले ताहाकु काहिरे स्वादयुक्त करिबो? तुम्भे माने आपणा ठारे लवणत्व रख एवं परस्पर सहित शांति रे रुह।